ମାମୁନ ଏମିତିଆ ମୁହଁ କଣ କରୁଛୁ? ତା ନଜରଟା ମିଠା ଉପରେ ଅଛି, କୁଆଡେ ଅନେଇଛି ଦେଖିଲେ। ପବନ ଦେଲାଣି ବା, ପକେଇଲାଣି ଟିକେ ଟିକେ। ଇଏ ହଉଛନ୍ତି ମୋ ସବସ୍କ୍ରାଇବର ଭାଇ ଜଣେ। ଭାଇ କଣ କହୁଛ? ଭାଇ କଣ କହୁଛ? ତାହେଲେ ଦେଖୁଛି, ଇଏ ହଉଛି ମୋର ପକ୍କା ସବସ୍କ୍ରାଇବର ଭାଇ। वेलकम बैक टू न्यू ब्लॉग। तो केंद्र से आपण मैंने आशा करछे आपण मैंने बहुत भले थे, मु भी बहुत भले अच्छी। तो आज हूँ गुरुवार, तो फास्ट एवं गाधे पाधे तो रेडी हो सारे जी झील को आने तो टाइम हो गलानी। आउ मोर भी छतुआ सरी जाइए, तो मुझे झीर गोटे था लट्टी चौक यहाँ खाईदेवी एवं। तो आसला आज एसीटा टे तल एसीटा भाई बहुत असना हो गलानी, से सफासफी करिया। तो मु फास्ट जाऊँ खाईदेवी, झील को लेकिन आसबि, तापर एसीटा सफासफी करवा। तापर दिन जाक कौन हो कौन ना सेमती किसी अभी प्लानिंग तो है नहीं। आपण भिडियो एमती कंटिन्यू रही था, आगू को देखिए। तो भाई जाऊँ बैटेरीटा चार्ज बसईदे गोटे, आ गोटे यहाँ हो गला नवा। यार गोटाए भी बढ़िया सुविधा, गोटाए बैटेरी भी आराम से गाड़ी चलो। कितनी धूली, बाप रे देखिए तो केते मोटार धूली बस, से पवन काटुनी आ देखुच। जाऊँ फास्ट सफा कर दे, तापर फिटिंग करिया। पूरा चिट्टा हो जाए, छाड़ूनी पूरा चिट्टा हो जाए, तल घर रोषे हो से। प्रबल चिट्टा हो छाड़ू। चक चक मार्च पूरा किसी देखा नाला, पूरा सफा। जाओ जो फिटिंग कर दिए। ये होचंदे मो सब्सक्राइबर भाई जने। भाई कौन कहउछ? भाई कौन कहउछ? ताल देखु जे हो मोर पक्का सब्सक्राइबर भाई। आ तो फैन दुकान में सेटे कहि दे ठीक लोक मुठी जहां जहां खराब हो नहीं गसी दुकान पाखु मोर एड्रेस ता दउनो। एड्रेस तोरिया सही हनुमान मंदिर, एडा हनुमान मंदिर फ्रंट रे केते गदेई रख लोक कोन दउदु ना जो थाक मारजु लोक मोर। हां जाओ सिंगड़ा दीटा खाइया। कौन कहते कौन कौन आई भाई? फैन आइला आ रिटर्न नहीं माने नबो नहीं, तमरा कबाड़ी बिकी दउछ गला खाइली। तापर ये दुकान या दुकान किसी दब ना, ये जहाँ नौ कबाड़ी सब बिकुच। सिंगड़ा छटा देख धार करके आइलानी देख पारे घोटी की पूरा खरा होता। ऊपर सुखई घोटी की आइलानी पूरा अंधार करके नहीं आस ऊपर जा सिंगाड़ा आनी ना काड़े
ବର୍ଷା ଜୋର ଆଇଲାଣି ଉପରୁ ଯାଇ ଆଣିବାକୁ ପଡ଼ିବ ଲୁଗାପଟା କାଢ଼ିଲୁ ସିଙ୍ଗଡ଼ା ଆରେ ଅନ୍ଧାର କରି ଜୋର ଆଇଲାଣି ଲୁଗାପଟା ସବୁ ଶୁକେଇଥିଲି ଜୋର ଅନ୍ଧାର କରିକି ଆଇଲାଣି ଘୋଟିକି ପୁରା କାଚିବ ଅବିକା ସିଙ୍ଗଡ଼ା ଆଣିଛି ଗରମ ସିଙ୍ଗଡ଼ା ପୁରା ଅନ୍ଧାର କରିଦେଲାଣି ଓହୋ ଫଟାଫଟ ତୋଳିକି ନେଇଯିବା ଓହୋ କ୍ଲିପ୍ ଗୁରା ଲଗେଇକି ରହିଲା ସବୁ ଫାଟି ଯାଉଛି ଖରାରେ ନା ଡବାରେ ପୁରେଇ ରଖିଲେ ଭଲ ସବୁ ଯାକ କାଢ଼ିଦିଅ ନା ପକେଇଲା ଆଉ ଅଛି କି କ୍ଲିପ୍ ସବୁ ଯାକ କ୍ଲିପ୍ ଗୁରା ଭିତରେ ପୁରେଇକି ବନ୍ଦ କର ଓହୋ ଟଗରଟା କ'ଣ ଏମିତି ହେଇଯାଇଛି ପୋକ ଫୋକ ଅଛନ୍ତି କି ଖାଇଯାଉଛନ୍ତି ଟଗର ସେ ଯେଉଁ ଥାଆନ୍ତି ଜୋର ପବନ ଦେଲାଣି ବା ପକେଇଲାଣି ଟିକେ ଟିକେ ଅନ୍ଧାର ହେଇକି ଆଇଲାଣି ଦେଖିପାରୁଛନ୍ତି ତ ଘୋରେଇକି ପୁରା ଆଇଲାଣି ଜୋର ଆସିଲାଣି ଉଠେଇକି ବର୍ଷାଟା ଆମର ଏଇଟା ଭାଇ ସିଙ୍ଗଡ଼ା ଏବେ ଖାଇଦେବି 2-3ଟା ଛତୁଆ ମାନେ ସରିଯାଇଛି ବୋଲି ମୋର କିଛି ଆଉ ଡାଏଟ୍ ଫାଏଟ୍ କିଛି ରହୁନି ଯାହା ପାଉଛି ତା ଖାଇବାକୁ ପଡ଼ିବ ଆଉ କ'ଣ କରିବା ରାମ ଭାଇ ଦୋକାନ ବି ବନ୍ଦ ଥିଲା ଆଜି ଖୋଲିଛି ତ ସେଥିପାଇଁ ମୁଁ ଭାବିଲି ଯାଇକି ଟିକେ ନେଇ ଆସିବେ ଆଉ ତ ଖାଇଦେବା ଏଇଟା ମସ୍ତ ବଢ଼ିଆ ଲାଗେ ତ ଫ୍ରେଣ୍ଡସ୍ ତଳକୁ ଚାଲନ୍ତୁ ଯିବା କ'ଣ ଖାଇବାକୁ ହେଇଛି ଦେଖିବା ତ ଏବେ 2ଟା ପରେ ହେଇଗଲାଣି ତ ଖାଇଲା ପରେ ଟିକେ ରେଷ୍ଟ ନେଇକି ୱାର୍କଆଉଟ୍ କରିବା ପାଇଁ ଯିବି ତ ଆଜି କ'ଣ ହେଇଛି କ'ଣ ନାହିଁ ମୁଁ ତଳକୁ ବି ଯାଇନି କିଛି ଦେଖିନି କ'ଣ ହେଇଛି କ'ଣ ନାହିଁ ଚାଲନ୍ତୁ ଯିବା ଦେଖିବା ଆଜି କ'ଣ ରୋଷେଇ ହେଇଛି ତ ଖାଇବା ଆଉ ଭୋକ କଲାଣି ଚାଲନ୍ତୁ ଯିବା ଖାଇବାକୁ ହେଇନି ନା କ'ଣ କ'ଣ ବାଇଗଣ ଚଟଣି ହବ ନା କାହାର ଏଇଟା ଝୋର କ'ଣ ଆଜି ହେଇଛି ହଉ ଜଲ୍ଦି ଦେଲ ଖାଇବା 2ଟା ପରେ ହେଲାଣି ଭୋକ କଲାଣି ଏଇଟା କ'ଣ ହଉ ଜଲ୍ଦି ଖାଇବା ଆମର ଭାତ ସହିତ ଚଟଣି କିଛି ହବ ବାଦାମ ଆଉ ବଡ଼ି ଚଟଣି ବି ହବ ଖାଇବା ରେଡ଼ି ହେଇଗଲା ଭାତ ଏପଟେ ଜହ୍ନି ତରକାରୀଟା ବି ବଢ଼ିଆ ଲାଗେ ଦେଖିପାରୁଥିବେ ପୁରା ମାଂସ ଭଳିଆ ଧରୁଛନ୍ତି ଛିଣ୍ଡି ଯାଉଛି ବଢ଼ିଆ ଲାଗେ ଜହ୍ନି ତରକାରୀ ଏପଟେ ସେଉ ଏପଟେ ହେଉଛି ଏଇଟା ହେଉଛି ବାଦାମ ଚଟଣି ଏଇଟା ହେଉଛି ବଡ଼ି ଚଟଣି ଏପଟେ ଆମ୍ବ ଏପଟେ ଦହି ଏତେ ସାରା ଖାଇବା ପୁରା ତ ଜଲ୍ଦି ଖାଇବା ଷ୍ଟାର୍ଟ କରିବା ଜହ୍ନିଟା କିନ୍ତୁ ବଢ଼ିଆ ଲାଗେ ବଢ଼ିଆ ଲାଗୁଛି ଟିକେ ହାଲକା ଅଲଣା ଲାଗୁଛି ଭାଇ ଦେଖିପାରୁଥିବେ ବର୍ଷା ଦିନ ସାରା ହେଉଛି ଏପର୍ଯ୍ୟନ୍ତ ବି ଛାଡ଼ିନି ଝିପିରି ଚାଲନ୍ତୁ ଯିବା ଛକକୁ ଟିକେ ଗରମ ଜଲପି ଛଣା ହୁଏ ଆମ ଛକ ଉପରେ ଚାଲନ୍ତୁ ଯିବା ଟେଷ୍ଟ କରିକି ଆସିବା ଭାଇ ବର୍ଷା ପକଉଛି ଜୋରରେ ଯାଇଥିଲି ଛକକୁ ଦେଖିଲା ବେଳକୁ ସବୁ ଦୋକାନ ବନ୍ଦ ଅଛି ପୁଣି ଫେରିକି ଆସିଲେ ଚୁପଚାପ ଯାଉଛି ଘରେ ବସି ମୁଭି ଦେଖିବା ଆଉ କ'ଣ କରିବି ବର୍ଷା ପକଉଛି ନା ତ କୁଆଡ଼େ ଯାଇପାରୁନି ଯାଇଥାନ୍ତି ଭାବୁଥିଲି ନରାଜ କି ଷ୍ଟାଡିୟମ ହେରିକା ଯାଇଥାନ୍ତି ତ ଏମିତି ବର୍ଷାରେ କ'ଣ ଯିବି ଭାଇ ଭିଡ଼ିଓ କରିବି ସବୁ ବେକାର ତ ଭାଇ ମୁଭି ଜଷ୍ଟ ଏବେ ସଇଲା ମାନେ ତାର ଯୋଉ 2ଟା ପାର୍ଟ ଅଛି 1, 2 ତ ଗୋଟେ ଆଜି ଦେଖିଲି ତ ଧୁରନ୍ଧର ମୁଭି ଦେଖିବି ବୋଲି ସବୁବେଳେ ଭାବୁଛି କେବେ ସମୟ ହଉନି ହଟଷ୍ଟାର ତ ଫ୍ରି ଅଛି ଆପଣ ମାନେ ସବୁ ଜାଣିଥିବେ ତ ମୁଁ ଡାଉନଲୋଡ କରି ସେଇଥିରୁ ଦେଖୁଥିଲି ଆଜି ବର୍ଷା ବି ହଉଥିଲା ନା ଦିନରେ କୁଆଡେ ଯାଇ ଆସି ହେଲାନି ମୋର ଗଲି ଯେ ଜଲପି ଖାଇବାକୁ 4ଟା ବେଳେ ଇଚ୍ଛା ହେଲା ବର୍ଷା ପାଗରେ ଟିକେ
ତ ଗରମ ଗରମ ଆମର ହୁଏ ନା ଛକ ଉପରେ, ତ ସିଏ ବି ଦେଖିଲା ବେଳକୁ ଦୋକାନ ଆଜି ବନ୍ଦ। ତ ଭାଇ ଆଉ କଣ କରିବି, ଆସିକି ଏଠି ମୁଭି ଡାଉନଲୋଡ କରି ଦେଖୁଛି। ତ ଭାଇ ଭୋକ ଜୋର କଲାଣି। ତ ଆଜି ବ୍ଲଗ ଭାଇ କିଛି ବନେଇନି, ଆଉ ଏମିତି ମାନେ ମୁଭିରେ ପଶି ଯାଇଛି ଆଜି, ବ୍ଲଗ ଟୋଟାଲି ବନେଇବା ପାଇଁ ମତେ ଟାଇମ ହେଇନି। ତ ମୁଁ ଚାଲିଲି ତଳକୁ ଟିକେ ଯିବା, କିଏ କଣ କରୁଛନ୍ତି ସବୁ ଦେଖିବା, ଟିକେ କଣ ଖାଇବା ପାଇଁ ହଉଛି ରାତିରେ। ତ ଚାଲନ୍ତୁ ଯିବା। ଉଫ ଭାଇ ମୋ ମୁଣ୍ଡ ବିନ୍ଧିଲାଣି ଏତେବେଳେ ବସି, ଭାଇ 3.5 ଘଣ୍ଟା ଫିଲ୍ମ। ଠିକ ଅଛି ଚାଲନ୍ତୁ ଯିବା। କଣ ଦାନ୍ତ ଦେଖୁଛି, ଆଜି କଣ ହବ ଆଇଟମ ଖାଇବା? ଭୋକ ଲାଗିଲାଣି। ସାଧା ଆଉ ଗୁରୁବାର। ଆରେ ହଁ ଯେ ରୁଟି ତ ହଉଛି, ଆଉ କଣ? ରୁଟି ଆଉ ଟିକେ ଦିନର ଟିକେ ତରକାରୀ ଅଛି। ନା ସେ ତରକାରୀ ମତେ ଭଲ ଲାଗୁନି, ମୋର ଗୋଟେ କଣ ଗୋଟେ ଆଉ କଣ କରିଦେ। ଆଳୁ ନହେଲେ ଭଜା ଫଜା ଟିକେ କରିଦବୁ, କୋଉନଠୁ ଖିଆ ହଉନି ଆଳୁ ଭଜା ଟିକେ ଖାଇଦବା। ତରକାରୀ ମାନେ ଭଲ ଲାଗୁଛି, ମାନେ ଇଚ୍ଛା ନାହିଁ ରାତିରେ କରିଦବୁ ଗୋଟେ କଣ। ସେପଟ ମା ତାର କାମ କରୁଛି। ଆଦ୍ୟା ଇଏ କୁଆଡେ ଗଲା କୁହୁ? ଜୟ ଜଗନ୍ନାଥ, ଏଇ ଜୟ ଜଗନ୍ନାଥ କଲାଣି, ଜୟ ଜଗନ୍ନାଥ। ଆଦ୍ୟା ଜୟ ଜଗନ୍ନାଥ। ତମେ ତମର ଏଠି ଯୋଉ ରୁଟି ଇଏ କର ହେଲା, ଭୋକ ଜୋର କଲାଣି। ମୁଁ ଯାଉଛି ଆଳୁଟା ନହେଲେ ଟିକେ କାଟି ଦଉଛି, ଜଲ୍ଦି କରିବ ହେଲା। ଓକେ ଧନ୍ୟବାଦ। ଯାଉଛି ଆଳୁ ଖାଇ ଗୋଟେ ହବ ମୋର, ଖାଲି କରିବି ନା କେତେଟା? ଦି ତିନିଟା କରିଦେବି। ଗୋଟେ ନା କେତେଟା? ଦିଟା ଆଳୁ କାଟିବ ନା। ଦିଟା କାଟିଦବା ଆଉ। ଆଳୁ ତଞ୍ଛା ସରିନାହିଁ। ସଇଲାଣି, ଏଇଟା ସଇଲାଣି, ଆଉ ଟିକେ ନାଗୁ ଅଛି। ତମ ରୁଟି ସରିଗଲା କି? ନା ହେଇନି। ଏଇଟା ଆଉ ଟିକେ ନାଗୁ ଚାଞ୍ଚି ଦିଏ, ମୋର ଆଳୁଟା ଭାଜି ଦବ। ଭୋକ କଲାଣି। ମୁଁ ଆଜି ପେଟ ଅଣ୍ଡେଲା ଯାଇଥିଲି 4ଟା ବେଳେ ଜଲପି ପାଇଁ ହେଲା, କାର୍ତ୍ତିକା ଦୋକାନ ବନ୍ଦ ଥିଲା। ଆଉ ସେଇଥିପାଇଁ ପଳେଇ ଆଇଲି, ଏଠି ବସି ଫିଲ୍ମ ଦେଖୁଛି। କଣ କରିବି, ବର୍ଷା ପକଉଛି, କୁଆଡେ ଯାଇ ଆସି ହେଲାନି ହେଲା। ହଉ ମୋ ଆଳୁଟା ସଇଲାଣି, ମୁଁ ଖାଲି ଛଡେଇ ଦିଏ। ଆଳୁ କଟା ସରିନି? ସଇଲାଣି, ଏଇଟା ଟିକେ ଅଛି। ଭୋକ କଲାଣି, ଜଲ୍ଦି ମୁଁ ସଇଲାଣି। ତୁ ସବୁ ରୁଟିଟା କରିକି ଏଇଟା ଭଜାଟା କର, ନହେଲେ ବସା କରିକି ମୁଁ ଘାଟା ଘାଣ୍ଟି କରି କରିଦେବି ଆଉ। ମୁଁ ଜାଣିଛି ଅଲରାଉଣ୍ଡର ମୁଁ। ମୁଁ ତ କେବେ କାଟନି ଆଳୁ। ପିଆଜ ଟିକେ କାଟ, ଲଙ୍କା ଟିକେ କାଟ। କଣ ସରୁ କଟା ହଉଛି? କଟାକଟି ଡିପାର୍ଟମେଣ୍ଟ ଆମର ଥାଏ ନା, ସେଥିପାଇଁ। ପିଆଜଟା ଆଖି ପଡିବ ବୋଲି ମୁଁ ଟିକେ ସାଇଡ୍ ହେଇଯାଏ ନା ଜାଣିକି, ବେଳେ ବେଳେ କାଟିଦିଏ। ମ୍ୟାଗି ଫ୍ୟାଗି ସେଟା କରିଥିଲି, ପୁଣି କାଟିଥିଲି ନା। ହେଲାଣି ଆଉ ଟିକେ ହବ। ଅବିଆ ପକେଇଲ ଗାଇସ୍, ଆଳୁ ମୁଁ କାଟିଛି। ରୁଟି ଏପଟେ ସରିଲା। ମାମୁନ ଝାଳ ହୋଇକି ମୋ ଝିଅ କଣ ହେଲାଣି, ଏ ଝାଳ ଦେଖିଲ। ଓହୋ ଯା ହେଇଗଲେ ମୁଁ ଡାକିବି ହେଲା। ହଉ ଥା ଉପରେ ଥା, ମୁଁ ଡାକିବି ହେଇଗଲେ। ଆଉ ମୋର ଝାଳ ବହୁଛି କେତେ ଜୋର ଦେଖୁ। ଆଉ କେତେ ସମୟ ଲାଗିବ ହବାକୁ? ଆଉ 10 ମିନିଟ୍ ଭିତରେ ସବୁ ଶେଷ। ହଉ ତାହେଲେ ଘରଟା ଓଳାଓଳି କରିଦିଅ, ଉଠାଉଠି କରିଦିଅ। ଆରେ ଆଉ ଦିଟା ରୁଟି ଅଛି ବା, 3ଟା ପରଟା। ଆମର ଖାଇବା ଏପଟେ ରେଡି। ରୁଟି, ଏ ଦିନର ତରକାରୀ ଜହ୍ନି ତରକାରୀ, ଏପଟେ ଆଳୁ ଭଜା, ଆଉ ଏଇଟା ମିଠା। ସେଉ ନାହିଁ, ଆଠିଆ ଦେବି। ଆସ୍ତେ ଶୁଖିଲା ଖାଇବାକୁ ଇଚ୍ଛା ହେଲା, ଆଳୁ ଭଜା ରୁଟି ତରକାରୀ ବି ଅଛି ଯେ। ବାହାକୁ ଦଉନୁ, କଣ ଭଜା ନେବେନି? ମାମୁନ ଏମିତିଆ ମୁହଁ କଣ କରୁଛୁ? ତା ନଜରଟା ମିଠା ଉପରେ ଅଛି, କୁଆଡେ ଅନେଇଛି ଦେଖିଲେ। କେମିତି ହଉଛି ଆଗେ ତରକାରୀ ଏଇଟା ଖାଇସାର, ରାଗ ଜିନିଷ, ତାପରେ ମିଠା ଖାଇବୁ ହେଲା। କଣ କରୁଛି ନା, ଗୋଟେ ରୁଟି ପୋଡ଼ି ଦେଇଛି କାମ ବ୍ୟସ୍ତରେ, ସେଇପାଇଁ ନୁଚେଇକି ସେଇ ରୁଟିରେ ଆଉ ଖାଉଛି। ଅତି ସୁନ୍ଦର ରୁଟି ବନେଇଥିବାରୁ ଧନ୍ୟବାଦ। ନା ମାମୁନ ନା ପୋଡ଼ି ଦେଇଛି ତ, ସେଇପାଇଁ କାହାକୁ ଦଉନି, ନୁଚେଇ ଖାଉଛି ନିଜେ। ତ ଭାଇ ମସ୍ତ ଖାଇକି ଏବେ ପଳେଇ ଆସିଲି। ତ ଆକ୍ଚୁଆଲି ଆମେ ଏକାଠି ଖାଇ ପାରୁନୁ, କଣ କହିଲେ, ଫ୍ୟାମିଲି ପୁରା। ଆପଣ ଭାବୁଥିବେ ପ୍ରାୟ ସବୁବେଳେ ଦେଖୁଥିବେ ମୁଁ ଏକଲା ବସିକି ଖାଉଛି, ନହେଲେ ମୋ ଝିଅର ମୋର ଖାଉଛି। ଆକ୍ଚୁଆଲି ଆମର ବହୁତ ଛୋଟିଆ ଘର, ସ୍ପେସ୍ ନାହିଁ ସେମିତି କିଛି, ତ ସେଥିପାଇଁ ପ୍ରୋବ୍ଲେମଟା ହଉଛି। ତ କଣ କରିବା, ଛୋଟ ଜାଗା ଛୋଟ ଘର, ଆଡଜଷ୍ଟ କରିବାକୁ ପଡୁଛି। ତ ଏବେ ମୁଁ ଚାଲିଲି ଏଡିଟ୍ କରିବି,
ତ ଆପଣଙ୍କର ଆଜିର ଭ୍ଲଗ ଟା କେମିତି କଣ ଲାଗିଲା ଭାଇ? ଛୋଟ ଛୋଟ ଭିଡିଓ ମୁଁ କୁଆଡେ ଯାଇପାରୁନା, ବାହାର କିଛି ଦେଖେଇ ପାରୁନି ଭିଉ ହେରିକା ସେମିତି କିଛି। ତ ବାସ୍ ଘରେ ଯାହା ହଉଛି ଦେଖୁଛୁ, ବର୍ଷା ପାଗ ବି। ତାପରେ ବହୁତ ଦିନ ହେଲାଣି ବାହାରକୁ କୁଆଡେ ଯାଇନି ହେଲା, ଚେଷ୍ଟା କରିବି ବାହାରକୁ ଯିବା ପାଇଁ ଆଉ କିଛି ଦିନ ଭିତରେ। ତ ଠିକ ଅଛି, ଏମିତି ଛୋଟ ଛୋଟ ବ୍ଲଗ ଯଦି ଆପଣଙ୍କୁ ଭଲ ଲାଗୁଛି ଦେଖିବା ପାଇଁ ତ ପ୍ଲିଜ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରିଦେବେ। ତ ରହୁଛି, ନେକ୍ସଟ ଭିଡିଓରେ ଦେଖା ହବା। ବାଇ ବାଇ।